ମୁଁ ଡକ୍ଟର ଅକ୍ଷୟ କୁମାର ସାହୁ ପାଞ୍ଚ ଏକର ନାଟକ ଯେଉଁଟାକି ରବୀନ୍ଦ୍ର ମଣ୍ଡପରେ ଏଇ ରବିବାର 7 ତାରିଖରେ ମଞ୍ଚସ୍ଥ ହେଉଛି। ସେ ନାଟକର ମୁଁ ରଚନା କରିଛି ନିଜେ ଏବଂ ପରିକଳ୍ପନା କରିଛି। ସେଥିରେ ଡାଇରେକ୍ସନ୍ ଦେଇଛନ୍ତି ଦର୍ପନାରାୟଣ ସେଠୀ। ପାଞ୍ଚ ଏକର ଗୋଟା ଏମିତି ଗୋଟେ ନାଟକ ଯେଉଁ ନାଟକରେ ଆମ ନିଜ ମାଟି କଥା କୁହାଯାଇଛି। ନିଜ ମାଟି କଥା ଅର୍ଥ ଆମେ ସମସ୍ତେ ଗାଁରୁ ଆସିଛେ। ଆମର ସମସ୍ତଙ୍କର ଗୋଟେ ଗାଁ ଅଛି, ସେଠି ସମସ୍ତଙ୍କର ଢିଅ ଅଛି, ସମସ୍ତଙ୍କର ନିଜର ଜମି ଅଛି। ତାକୁ ଛାଡ଼ି ଦେଇ ଆମେ ସହର ମୁହାଁ ହେଇଯାଉଛୁ। ସହର ମୁହାଁ ହେଲା ଫଳରେ କ'ଣ କି ଆମ ନିଜ ମାଟିକୁ ଆମେ ଭୁଲି ଯାଉଛୁ। ସେ କ'ଣ ହେଲା ଆମେ ସେ କଥା ବୁଝୁନୁ। ତାପରେ କିଛି ଟଙ୍କା ଲୋଭରେ ଆମେ ସେ କଥା ସମ୍ପୂର୍ଣ୍ଣ ରୂପେ ଭୁଲି ଯାଉଛୁ। ଏଥିରେ ବହୁ ନାମୀ ଦାମୀ କଳାକାରମାନେ ମଧ୍ୟ ବି ଅଛନ୍ତି। ଏଥିରେ ବହୁତ କଥା ତ ମେସେଜରେ କୁହାଯାଇଛି ଯେ ମାଟି କଥା, ନିଜ ଗାଁ କଥା ତ କୁହାଯାଇଛି। ତାପରେ ହେଉଛି ନିଜ ଚରିତ୍ର କଥା କୁହାଯାଇଛି, ନିଜ ବାପ ଅଜା ଅମଳର କଥା କୁହାଯାଇଛି, ତାଙ୍କ ସଂସ୍କୃତିକୁ ଆମେ ନେଇକି କେମିତି ଆଗକୁ ବଢ଼ିବା ସେ କଥା କୁହାଯାଇଛି। ଏଇଭଳି କଥାରେ ନାଟକଟି ଆଗେଇ ଚାଲେ। ଶେଷରେ ନାଟକର ନାଁ ହେଉଛି ପାଞ୍ଚ ଏକର। ନାଟକର ନାଁ ହେଉଛି ପାଞ୍ଚ ଏକର। ନା ନା, ଏ ନାଟକଟି ପ୍ରଥମ ଥର ପରିବେଷଣ ହେଉଛି। ଏଇଟା ହେଉଛି ଅସରନ୍ତି ନାଟ୍ୟ ସଂଗଠନର ନାଟକ। ମୁଁ ସେଥିରେ ସେକ୍ରେଟାରୀ ଅଛି। ମୋ ନିଜ ନାଟକ। ନା ନାଇଁ, ଆଜି ଏଇଟା ହେଉଛି ଏ ନାଟକର ଫାଷ୍ଟ ଶୋ। ଆର ସଫଳତା ଉପରେ ନିର୍ଭର କରୁଛି ଆମେ ପୁଣି ଆଉ ଶୋ କରିବୁ। ହଁ, ନିଶ୍ଚିନ୍ତ ଭାବରେ ବାନ୍ଧି ରଖିବ। କାରଣ ସବୁବେଳେ ହେଉଛି ଆମର ଆଧୁନିକତାର ଚାକଚକ୍ୟକୁ ସମସ୍ତେ ଆକର୍ଷିତ ହେଇଯାଉଛନ୍ତି, କିନ୍ତୁ ଆମ ନିଜ କଥା, ନିଜ ହୃଦୟର କଥାକୁ ଆମେ ବାହାରକୁ ବାହାର କରୁନେ। ନିଜ ପୋଷାକ, ନିଜର ଚଳଣି କଥା ଆମେ ଭୁଲି ଯାଉଛେ। ନିଜେ କେମିତି ଅର୍ଗାନିକ୍ ୱେରେ, ଯେଉଁଟାକୁ ଅର୍ଗାନିକ୍କୁ ବର୍ତ୍ତମାନ ବହୁତ ଗୁରୁତ୍ୱ ଦିଆହେଉଛି, ସେଇ ନିଜ ଖତରେ କେମିତି ଭଲ ଚାଷ ହେଇପାରିବ, ସେଠୁ ଅମଳ ହେଲେ କେମିତି ଲାଗିବ, ନିଜ ଭେଣ୍ଡି, ନିଜ ବାଇଗଣ, ନିଜ ଚାଷ ପୋଖରୀର ଯେଉଁ ମାଛ ଚାଷ, ସେଗୁଡ଼ାକ କେମିତି ଲାଗିବ, ତାର ଟେଷ୍ଟ ସମ୍ପୂର୍ଣ୍ଣ ରୂପେ ଭିନ୍ନ, ସେଗୁଡ଼ାକ ନିଆରା। ମୁଁ ଦର୍ପନାରାୟଣ ସେଠୀ, ନାଟ୍ୟ ନିର୍ଦ୍ଦେଶକ। ये नाटक ପାଞ୍ଚ ଏକରର ମୁଁ ହେଉଛି ମାର୍ଗଦର୍ଶକ। ये नाटक लिखिଛନ୍ତି ଅକ୍ଷୟ କୁମାର ସାହୁ, ଯିଏକି ମୁଖ୍ୟ ଚରିତ୍ରରେ ବି ଅଭିନୟ କରୁଛନ୍ତି। ଶାନ୍ତ ସରଳ ଶୁଦ୍ଧ ଗ୍ରାମ୍ୟ ପରିବେଶକୁ ସହରୀ ସଭ୍ୟତା କେମିତି ଅତିକ୍ରମଣ କରୁଛନ୍ତି ତାରି ଉପରେ ବେଶ କରିକି ନାଟକ ଲେଖା ହେଇଛି। ଏଇ ଯେଉଁ ପାଞ୍ଚ ଏକରର ବ୍ୟାକଡ୍ରପ୍ ହେଲା ଭିତରକନିକା ଅଞ୍ଚଳର ଗୋଟେ ଗାଁ, ଯେଉଁ ଗାଁର ଜଣେ ସ୍ୱାଧୀନତା ସଂଗ୍ରାମୀ, ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀଙ୍କର ପୁଅ, ଯିଏକି ଅବସରପ୍ରାପ୍ତ ଜଣେ ଶିକ୍ଷକ, ସେଇ ପାଞ୍ଚ ଏକର ଜମିକୁ ବଡ଼ ସୁନ୍ଦର ବଗିଚାଟିଏ ତିଆରି କରିଛନ୍ତି, ଯେଉଁଠି ଫଳ ବଗିଚା, ପୋଖରୀ, ପରିବା କିଆରୀ, ଧାନ, ମୁଗ ଏସବୁ ଚାଷ କରାହେଉଛି। ଯେଉଁ ଚାଷରେ ମାନେ ନ୍ୟାଚୁରାଲ ସିଡ୍ସରେ ସେ ଚାଷ କରାଯାଉଛି, ଯେଉଁଠିକି କୌଣସି ରାସାୟନିକ ସାର କି ବିଷ ପ୍ରୟୋଗ କରାଯାଉନି। ସେଇଭଳିଆ ଗୋଟେ ସୁନ୍ଦର ବଗିଚା ଉପରେ ବହୁତ ଲୋକଙ୍କର ଦୃଷ୍ଟି ପଡ଼ିଛି ତାକୁ କେମିତି ନେଇଯିବା ପାଇଁ। ଏଇ ଚେଷ୍ଟାରେ କିନ୍ତୁ ସେ ଯିଏ ଚେଷ୍ଟା କରୁଛନ୍ତି ନେବା ପାଇଁ ସେ ନେଇପାରୁନାହାନ୍ତି। ଶେଷରେ ସେ ଲୋକ ଜେଲ୍ ଚାଲି ଯାଉଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ତାର ଯେ ମାଲିକ ରାଜୁ ମାଷ୍ଟ୍ରେ ତାଙ୍କର ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି। ଏଇଭଳିଆ ଗୋଟେ ସାମାଜିକ ବାର୍ତ୍ତା ଥାଇ ଯେ କେମିତି ଗ୍ରାମ ପରିବେଶକୁ ନଷ୍ଟ କରିବା ପାଇଁ ସହରୀ ସଭ୍ୟତା କେମିତି ଏନକ୍ରୋଚ୍ କରୁଛି ବା ଅତିକ୍ରମଣ କରୁଛି, ତାରି ଉପରେ ଏ ନାଟକଟି ବେଶ କରିଛି। ଦେଖିବା ବିଗତ ଦିନରେ 6 ମାସ 8 ଗୁଣ୍ଠ ଭଳି ଫିଲ୍ମ ହେଇଥିଲା ଏବଂ ଭଲ ରେକର୍ଡ କରିଥିଲା। ଏ ନାଟକଟି ସେମିତି କିଛି ନା କରିବ ବୋଲି ଆଶା ରଖିକି କରିଛନ୍ତି। ମୁଁ ଭାବୁଛି ହେବା ଉଚିତ। ଏଇଟା ବର୍ତ୍ତମାନ ସମସାମୟିକ, ବର୍ତ୍ତମାନ ଯେଉଁ କଣ୍ଟେମ୍ପୋରାରୀ ପ୍ରୋବ୍ଲେମକୁ ନେଇକି ଏଇଟା ହେଇଛି। ସେତେବେଳେ 6 ମାଣ 8 ଗୁଣ୍ଠ ଫକୀରମୋହନ ଯେତେବେଳେ ଲେଖିଥିଲେ, ସେତେବେଳର ସମାଜ
ବ୍ୟବସ୍ଥାକୁ ଆଖି ଆଗରେ ରଖିକି ଲେଖିଥିଲେ। ଜମିଦାର କେମିତି ଗରିବ ଲୋକଙ୍କର ଗରିବ ଚାଷୀର ଜମି ନେଇଯାଉଥିଲେ, କିନ୍ତୁ ଏବେ ଯେଉଁମାନେ ମାଫିଆ ଅଛନ୍ତି, ଜମି ମାଫିଆ ଅଛନ୍ତି, ସେମାନେ କେମିତି ଭଲ ଭଲ ଜମିକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି ପଇସା ପ୍ରଲୋଭନ ଦେଖେଇକି। ବର୍ତ୍ତମାନର ପରିସ୍ଥିତି ପାଇଁ ଏଇଭଳିଆ ନାଟକ ହେବା ଉଚିତ। ଧନ୍ୟବାଦ।